କବିତା ବାପା କବି ଅଧ୍ୟାପକ ଗୌରହରି ମହାନ୍ତି। ବାପା, ଆଜି ବେଶୀ ମନେ ପଡ଼ ବ୍ୟସ୍ତତାରେ, ବିଷାଦରେ, ବିଫଳରେ। ମନେ ପଡ଼େ ସଦା ଏ ଜୀବନରେ, ଜଞ୍ଜାଳରେ, ଏ ପ୍ରାଣର ବାହୁଡ଼ା କାଳରେ। ତୁମ ବିରକ୍ତିର ମୂଲ୍ୟକୁ ଝୁରୁଛି, ଝରୁଛି, ଝୁରି ଝୁରି ଜଳୁଛି। ତୁମ ଛାଟ ଦେଖାଇଥିଲା ବାଟ, ଶିଖାଇ ବି ଥିଲା କେଉଁଠୁ ପଡ଼ିଛି କେଉଁପଟେ ଘାଟ। ତୁମ ଅଶାନ୍ତିର କାରଣ ଆଜି ଅକାରଣ। ମଗଜଟା ଆପଣେଇ ନଥିଲା ନିରାକରଣ, ଦେଇଥିବା ଅନେକ ଉଦାହରଣ। ମାଟିକୁ, ଆକାଶକୁ, କାଠକୁ, ଛାଟକୁ ଦେଖେଇ ଦେଖେଇ କହିଥିଲ ଅନେକ କଥା। ମନ ମାନୁ ନଥିଲା, ଚେତା ପଶି ନଥିଲା, ଚିନ୍ତା ଥିଲା ଶୂନ୍ୟରୁ ଶୂନ୍ୟତା। କେତ ଜନ୍ମ ତପସ୍ୟା ପୁଣ୍ୟରେ ପାଇଥିଲି ପିତୃରୂପେ ଥରେ। ବୁଝି ନଥିଲି ସେ କାଳେ ଯାହା କହିଥିଲ ସବୁ ସତ ଅକ୍ଷର ଅକ୍ଷରେ। ଆଜି ଅଦୃଶ୍ୟରୁ ବଢ଼ାଇ ଦିଅ ନେତ, ଗାଇଦେବି ଅବଶିଷ୍ଟ ଗୀତ, ଶୋଇଯିବ ତୁମର ସମ୍ଭୂତ। ପ୍ରତି ଜୀବନରେ ସୁଯୋଗ ବି ଆସେ ଦୁଇଥର, ନାତି ହୋଇ ଆସ ଏଇଥର। ଦେଖିନେବ ତୁମ ଅଧାଗଢ଼ା କାର୍ଯ୍ୟକାଳ ପୋଡ଼ା ଖପରାର। ଜଞ୍ଜାଳଟା ସରି ନାହିଁ, ପୁଅ ପଢ଼ା, ଝିଅ ବାହାଘର, ଘରତୋଳା, ବନ୍ଧୁର ସଙ୍କୁଳା। ତୁମେ ଥିଲ ବ୍ୟତିକ୍ରମ ବାପା, ସଂସାରେ ତମାମ ମୁକୁଳା। ଶିଶୁକାଳେ କରିଥିଲ ଗେଲ, ସହିଥିଲ ଶୈଶବର ନୈଶର ତାଡ଼ନା। ଆସିବାକୁ କର ନାହିଁ ଡର, ହେବ ନାହିଁ ସେଇ ବିଡ଼ମ୍ବନା। ତୁମ ଯାତ୍ରା ଥିଲା ମହାଯାତ୍ରା, ମହାପ୍ରୟାଣରେ ନିର୍ବାଣ। ଆଜି ଆଖିରେ ଦେଖୁଛି ସମସ୍ତ ପ୍ରମାଣ। ତୁମ ପାଦେ କରୁଛି ପ୍ରଣାମ, ଘେନା କର ମୋର ତ୍ରୁଟି, ସମ୍ପର୍କର ନିବିଡ଼ ସଙ୍ଗମ।